ବୋପା ମା ତୋର କାଟିଦେବି ତୋର ପୁରେଇ ଦେବି ମାନେ ଯୋଉ ୱାର୍ଡ କହୁଥିଲେ ଏବେ ମାନେ ମନରୁ ମୋ ମନ ସଫା ଭାଇ ମୁଁ ଓପନ ହାର୍ଟ ପିଲା ମୁଁ କହିଦେବି ମୁହାଁ ମୁହିଁ କହିବି ଏତିକି ଓପନ ହବନି ମୁଁ ପୁରା ଓପନ ଠୁ ଓପନ ପୁରା କହିବ ଯଦି ମାନେ ଠିଆ ଠିଆ ଓପନ କରିଦେବି ଆଉ ସେଥିରେ ଢିଲା ନାହିଁ ମୋର ସାବିତ୍ରୀ ପାଇଁ କିଛି ଅଫର ଅଛି? ସାବିତ୍ରୀ ପାଇଁ ଆଜି ମୋର ସାବିତ୍ରୀ ପାଇଁ ଅଫଡ ଚାଲିଛି ରାତିରେ ଯୋଉମାନେ ଆସିବେ ମୁଁ ସତ୍ୟବାନଙ୍କ ପାଇଁ ଫ୍ରି ବାସ କରିଥିଲି ଯେ ହେଲେ ଟିକେ ଜଳ ପିଇ ଦେଇଛି ଆଉ କଣ କରିବି ମତେ ତ କେହି ଆସିକି ଫଳ ଟିକେ ଦେଲେନି ଖାଇବା ପାଇଁ ଆଉ ଫଳ ନଦେଲେ ଯେ ଯୋଉ ଏଇଟାକୁ ପଠେଇଛନ୍ତି ମୋ ପାଇଁ ଏଇଟା ପଠେଇଛନ୍ତି ଯେ ସାବିତ୍ରୀ ତମେ ଭିଡିଓ କଲ୍ କରିବ ଲାଇଭ୍ ଯେତେବେଳେ ଆସିବ ଏଇଟାକୁ ଖାଇବ ବୋଲିକି ସେଥିପାଇଁ ମୁଁ ଏଇଟାକୁ ଧରିକି ବଇଛି ଯେତେବେଳେ ଲାଇଭ୍ ଯିବି ସେତେବେଳେ ଏଇଟା ଖାଇବି ସେମାନଙ୍କର କେତେ ଟଙ୍କା ଡିମାଣ୍ଡ ରେଡି କଲଣି ଯୌତୁକ ଦେବା ପାଇଁ? ଯୌତୁକ ଦବା ପାଇଁ କାହାକୁ ଦେବିଲ ଯାହାକୁ ବାହା ନା ନା ମୁଁ ବାହା ହେବିନି ମୁଁ ବାହା ହେବିନି ଏମିତି ଅଭିଆଡି ରହିଯିବି ବାହାଘର ହେଲେ ସମାଜ ସେବା କରିବେ। ସମାଜ ଦେଖ ମୁଁ ବି ଯେତିକି ଆବଶ୍ୟକ ଯେତିକି ମତେ ଲାଗେ ଯୋଉ ଜାଗାରେ ସମାଜ ସେବା କରିବା ପାଇଁ ନିହାତି ଆବଶ୍ୟକତା ଅଛି ସେ ଜାଗାରେ ଡେଫିନେଟଲି ନିଶା ମରଣ ଠିଆ ହବ ଆଉ ଏମିତି ଯାଇ ମୋ ଘରେ ଖାଇବାକୁ ନଥିବ ମୁଁ ଯାଇକି ବିକି ଭଙ୍ଗେଇ କୋଉଠୁ ବନ୍ଧକୁ ପକେଇକି ଯାଇକି ଲୋକଙ୍କ କତିରେ ଠିଆ ହେବି ସେ ପିଲା ମୁଁ ନୁହେଁ ଭାଇ ବାହା ନହେଲେ ହିଁ ମୁଁ ଦେଖୁଛି ସମାଜ ପାଇଁ କିଛି ଗୋଟେ କରି ହଉନି ନହେଲେ ଜଣଙ୍କ ପାଇଁ ନା 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 ଜଣକ ଆହୋ ଗୁଳିଟା ସେଠି ସତ କଥା ମୁଁ ଏଇଥିପାଇଁ ବାହା ହେବିନି ଯେ ଟୋକା ମାନେ ପାଗଳ ହେଇଯିବେ ଟୋକା ମାନେ ମରିଯିବେ ମୁଁ ଅଛି ବୋଲିକି କୋଉଠି ହବ ମାନେ ରେପ୍ ଫେପ୍ ହଉନି ସ୍ୱତନ୍ତ୍ର କଥା ମାନେ ମୁଁ ସେମାନଙ୍କୁ ଅଧେ ହ୍ୟାଣ୍ଡେଲ କରିଦଉଛି ଆଉ ଯଦି ମୁଁ ଯଦି ନ ରହିବି ବାହା ହେଇଯିବି ଲୋକମାନେ ମାନେ ରାସ୍ତା ଉପରେ ବି ମାନେ ବାହାର କରିଦେବେ ପୁରା ଫଳ ଫଳ ରସ ସେ ଯୋଉ ନାଳ ରସ ପାଣି ସବୁ ବାହାର କରିଦେବେ ରାସ୍ତା ଉପରେ ମୁଁ ଅଛି ବୋଲି ଓଡିଶାରେ ସବୁ ଟୋକ କଣ୍ଟ୍ରୋଲ କରି ରଖିଛି ମୋ ଭଳିଆ ଝିଅ ମାନେ ଭାବ ଯଦି ଓଡିଶା ଟୋକଙ୍କୁ କଣ୍ଟ୍ରୋଲ କରି ରଖି ପାରୁଛି ଆଉ ସେ କେମିତିକା ହେଇଥିବ ସେମିତି ଦମଦାରିଆ ଟୋକି ନ ହେଇଥିଲେ ହବନି ସତ କଥା ହେଲା ମୁଁ ଗୋଟେ ସଂଘର୍ଷ ସଂସ୍କାରୀ ଲେଡି ତେଣୁ କରିକି ମୁଁ ଯେତିକି ଜାଣିଛି ମୋର ବାହା ହେବାର କୌଣସି ଇଚ୍ଛା ନାହିଁ ଆଉ ଯୋଉମାନେ ମତେ ଫଲୋ କରୁଛନ୍ତି ଯୋଉମାନେ ମାନେ ଇନ୍ସପାୟାର ହଉଛନ୍ତି ମୋ ଠାରୁ ମୁଁ ସେମାନଙ୍କୁ କହିବି ବାହା ନହବାଟା ବେଟର କାହିଁକି ନା ବାହା ହେଇଗଲେ ସବୁ ସରିଯାଏ ଆମର ଅଲିଉଡ ଇଣ୍ଡଷ୍ଟ୍ରିରେ ଦେଖନ୍ତୁ ଯେତେ ଜଣ ବାହା ହେଇଛନ୍ତି ସବୁ ଡୁବି ଯାଇଛନ୍ତି ସେ ଯେତେ ବଡ ବଡ ହିରୋଇନ ସେମାନଙ୍କର ସଂସ୍ଥା ଚାଲୁନି ଯୋଉମାନେ ନ ବାହା ହେଇଛନ୍ତି ସେ କ୍ରେଜରେ ଅଛନ୍ତି ସେମାନେ ତାପରେ ମୁଁ ତ ଦିନକୁ ଦିନ 16 ବୟସେ ଫୁଲ ଫୁଟି ଚାଲିଛି ନା ହଁ କଣ ହେଇଛି? ମୁଁ କଅଁଳୁଛି ଆଉ ମୁଁ ତ ମାନେ ମଉଳିନି ନା ତ ମୁଁ କଅଁଳି 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 ଯେତେ ମୋର ବୟସ ମୁଁ ସେତେ କଅଁଳି କଅଁଳି ହିଁ ଯାଉଛି ଆଉ ମୋ ଟୋକା ମାନେ କୁହନ୍ତି କିଏ କଡରୁ ଫୁଲ ହଉଛି ଆପଣ ଫୁଲରୁ କଡ ମୁଁ ହଉଛନ୍ତି। ଫୁଲରୁ କଢ ହଉଛି କାହିଁକି ନା ମୋ ଭଳିଆ କଅଁଳିଆ ଟୋକି କୋଉଠି ନାହାନ୍ତି ଆଉ ମୋ ଭଳିଆ କଅଁଳିଆ ମାଲ ବି କୋଉଠି ନାହିଁ ତେଣୁକରି ମୁଁ ଏକଲା ଗୋଟେ କଅଁଳିଆ ମାଲଟେ ତମ ପୁରା ଫ୍ରିଜରେ ରହୁଛି ନା କଣ? ପୁରା ମାନେ ମୁଁ ବଏଲର ପୁରା ଏସି ରୁ ମୁଁ ମାନେ ଟୋଟାଲି କାଟିକି ବାହାରେନି ଖାଇଦେବେ। ପୁରା ବଏଲର ମୁଁ ମତେ କାଟିକି ଖାଇବାକୁ ହେଲେ ମାନେ ସେମାନଙ୍କର କର ତ ପୁରା ସେମିତି ପଜା ହେଇଥିବା ଦରକାର ଧର ମରିଯିବ କେତେବେଳେ। ଆଉ ପୁରା ମରିଯିବ ମାନେ ବାହାରିବନି ଆଉ କୋଉଠି ରମ୍ଫିଲି ବି ରାମ୍ପିବନି କଣ କରିବା ଏମିତି ଚାଲିଛି ଏଇ ଭଲ ପାଇବା ଥାଉ ମୁଁ ଏମିତି ସବୁ ବର୍ଷ ସାବିତ୍ରୀ କରିଥାଏ ମୋ ଓଡିଶାର ଟୋକା ମାନଙ୍କୁ ନିଶା ମହାରଣା କେବେ ବାହା ହବ ନା କେବେ ମା ହବ ନିଶା ମହାରଣା ଅଗଣିତ ଓଡିଶାର ଟୋକା ମାନଙ୍କ ପାଇଁ ଏମିତି ସାରା ଜୀବନ ଅବିବାହିତ ହେଇକି ରହିଯିବ ନା ବାହା ହବ ନା ମା ହବ ସମସ୍ତଙ୍କ ପୁରା ସାହା ହବ। ସମସ୍ତଙ୍କ ପାଇଁ ସମସ୍ତଙ୍କ ପାଖରେ ସାହା ବି ସମସ୍ତଙ୍କର ଯୋଉ ଜିନିଷ ଦରକାର ନିଶା ମରଣ ଡେଫିନେଟଲି ଯୋଗେଇ ଦବ ସବୁ ଜିନିଷ